এই ସତ୍ୟ ତୀର୍ଥଯାତ୍ରା ଏହାର ମାନେ କ'ଣ? ଆମେ ତ ସାଧାରଣତଃ ତୀର୍ଥଯାତ୍ରା ମାନେ ବାହାରକୁ ଯିବା ବୁଝୁ, ଏଇଟା କେମିତି ଅଲଗା? ହଁ, ଏଇଟା ବାସ୍ତବରେ ଗୋଟେ ବହୁତ ନିଆରା କଥା। ମୁରଲୀରେ ବହୁତ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଇଟା କୌଣସି ଶାରୀରିକ ଯାତ୍ରା ନୁହେଁ। ଏଥିରେ ପାହାଡ଼ ଚଢ଼ିବା ନାହିଁ କି ନଦୀରେ ବୁଡ଼ ପକେଇବା ନାହିଁ। ଏଇଟା ହେଉଛି ଗୋଟେ ମାନସିକ ଯାତ୍ରା, ମାନେ ସ୍ମୃତିର ଯାତ୍ରା। ଆଚ୍ଛା, ମାନସିକ ଯାତ୍ରା। ତାହେଲେ ଏଥିରେ ଶାରୀରିକ କଷ୍ଟ ବି ନଥିବ, ଯେମିତି ଗରମ ଥଣ୍ଡା? ନା ନା, ସେସବୁର ପ୍ରଶ୍ନ ହିଁ ନାହିଁ। ସେଇଥିପାଇଁ ତ ଏହା ଅନନ୍ୟ। ଏହା ପୂରାପୂରି ଭିତରର କଥା, ଆମ ଚେତନା ସ୍ତରରେ ହେଉଥିବା ଗୋଟେ ଯାତ୍ରା। ଆଉ ଗୋଟେ ବଡ଼ କଥା ହେଲା, ଏହି ଯାତ୍ରା ଶିଖାଇବା ପାଇଁ ନିଜେ ସତ୍ୟ ମାର୍ଗଦର୍ଶକ, ମାନେ ଆମ ଶିବ ବାବା, ସେ କେବଳ କଳ୍ପର ସଙ୍ଗମ ଯୁଗରେ ହିଁ ଆସନ୍ତି। ଓହୋ, କେବଳ ସଙ୍ଗମ ଯୁଗରେ? ହଁ, ଏଇ ଯୋଉ ପରିବର୍ତ୍ତନର ସମୟ ଚାଲିଛି, ଏହି ସମୟରେ ଆଉ କୌଣସି ଯୁଗରେ ଏହି ଶିକ୍ଷା ମିଳେନି। ଆଉ ଏହାର ଲକ୍ଷ୍ୟ ହେଉଛି ଏଇ ଯୋଉ ମିଛ ଦୁନିଆ, ମାନେ ଏବେକାର ଅପବିତ୍ର ଦୁଃଖରେ ଭରା ଦୁନିଆ, ଏଠୁ ନିଜକୁ ପ୍ରସ୍ତୁତ କରି ସତ୍ୟର ଦୁନିଆକୁ, ମାନେ ଆଗକୁ ଆସୁଥିବା ପବିତ୍ର ସୁଖୀ ଦୁନିଆକୁ ଯିବା। ଏକ ପ୍ରକାର ଆଧ୍ୟାତ୍ମିକ ଟ୍ରାନ୍ସଫର୍ମେସନ ବା ସ୍ଥାନାନ୍ତରଣ କହିପାରିବା। ବାଃ, ଏଇଟା ବହୁତ ରୋଚକ ଲାଗୁଛି। ଯଦି ଏଇଟା ସ୍ମୃତିର ଯାତ୍ରା ଆଉ ଏହାର ମୂଳ ଆଧାର ହେଉଛି ପବିତ୍ରତା, ମୁରଲୀରେ ଏହି ପବିତ୍ରତା ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ତେବେ ଏଠି ପବିତ୍ରତାର ପ୍ରକୃତ ଅର୍ଥ କ'ଣ? କାହାକୁ ପ୍ରକୃତ ବ୍ରହ୍ମାକୁମାର ବା କୁମାରୀ କୁହାଯିବ? ହଁ, ଏଟା ବହୁତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ମୁରଲୀ ଅନୁସାରେ ପ୍ରକୃତ ବ୍ରହ୍ମାକୁମାର ବା କୁମାରୀ ସେ, ଯିଏ କେବେ ବି କର୍ମରେ ବିକାରରେ ପଡ଼େନି। କର୍ମରେ? ହଁ, କର୍ମରେ, ମାନେ ଶାରୀରିକ ସ୍ତରରେ କୌଣସି ବି ବିକାରଯୁକ୍ତ କାମରେ ଲିପ୍ତ ନ ହେବା। ଏଇଟା ହେଉଛି ମୁଖ୍ୟ। ଏଠି ଆଉ ଗୋଟେ ସୂକ୍ଷ୍ମ କଥା ବି ଅଛି। ମୁରଲୀ କହୁଛି, ମନରେ ହୁଏତ ବିକାରୀ ଭାବନା ଆସିପାରେ, କାରଣ ଆମେ ତ ଏବେ ପୁରୁଷାର୍ଥୀ, ଚେଷ୍ଟା କରୁଛୁ, ଆମେ ତ ସମ୍ପୂର୍ଣ୍ଣ ହୋଇନୁ। ହଁ ହଁ, ସେଇଟା ତ ସ୍ୱାଭାବିକ। କିନ୍ତୁ ସେଇ ଭାବନାକୁ ବାସ୍ତବ କର୍ମରେ ପରିଣତ ନ କରିବା, ସେଇଟା ହିଁ ହେଉଛି ପ୍ରକୃତ କଥା। ଏହା ହିଁ ବ୍ରାହ୍ମଣ ଜୀବନର ମୂଳ କଥା, ମୂଳ ଶୃଙ୍ଖଳା। ଏଇଟା ଶୁଣିବାକୁ ଯେତିକି ସହଜ ଲାଗୁଛି, ବାସ୍ତବରେ କରିବା ସେତିକି କଷ୍ଟ ହୋଇପାରେ। କାରଣ ମନରେ ଯଦି ଭାବନା ଆସିବ, ତାକୁ କର୍ମରୁ ଅଟକେଇବା, ଏଟା କେମିତି ସମ୍ଭବ? ଆମେ ତ ଜାଣୁ ମନ ହିଁ କର୍ମ କରାଏ। ଆପଣଙ୍କ କଥା ଏକଦମ ଠିକ୍। ଏଇଟା ହିଁ ତ ପୁରୁଷାର୍ଥ। ମନକୁ କଣ୍ଟ୍ରୋଲ କରିବା, ଏଟା ତ ଗୋଟେ ଲଗାତାର ଅଭ୍ୟାସ। କିନ୍ତୁ ମୁରଲୀ ଗୋଟେ ସ୍ପଷ୍ଟ ଲାଇନ୍ ଟାଣି ଦେଉଛି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।